ସମସ୍ତଙ୍କ ଜୀବନର ବାଟ, ସମସ୍ତଙ୍କ ଜୀବନର ଅନୁଭୂତି ଆଉ ସମସ୍ତଙ୍କ ଜୀବନର ପ୍ରଶ୍ନପତ୍ର ନା ସତରେ ବହୁତ ଅଲଗା ଅଲଗା। ତ କିଏ ବି ଏଭରେଜ ଷ୍ଟୁଡେଣ୍ଟଟିଏ ବି ଜଲ୍ଦି ସକ୍ସେସ୍ ହେଇଯାଏ, କିଏ ବି ବହୁତ ଭଲ ପଢ଼ୁଥିବା ପିଲାଟା ମଧ୍ୟ ବହୁତ ଲେଟ୍ ଯାଏ ସଂଘର୍ଷ କରୁଥାଏ। କହିହେବନି କାହା ପାଇଁ ସଫଳତାର ଦିନ କେବେ ଆସିବ। ତ ଫ୍ରେଣ୍ଡସ୍, କିନ୍ତୁ ଆମକୁ ମନେ ରଖିବାକୁ ପଡ଼ିବ ଯେ ଆମ ସ୍ୱପ୍ନ କ'ଣ ଆଉ ଆମେ ସତରେ କରୁଛନ୍ତି କ'ଣ। ତ ଫ୍ରେଣ୍ଡସ୍, ମୁଁ ସ୍ମିତା ଆପଣଙ୍କୁ ଆଉ ଗୋଟେ ଭ୍ଲଗ୍କୁ ସ୍ୱାଗତ କରୁଛି। ମୋର ସକାଳର ଉଠିବା ଟାଇମ୍ ସେଇ 5ଟାରୁ 5:30 ଭିତରେ। ତ କାହିଁକି ନା ରାତି ପର୍ଯ୍ୟନ୍ତ, ରାତି 11ଟା 11:30 ପର୍ଯ୍ୟନ୍ତ ମୋତେ ଫୁର୍ସତ ନଥାଏ, ତେଣୁକରି ମୁଁ ଆଉ ଜଲ୍ଦି ଉଠେନି। ତ 5:30ଟାରୁ ଉଠିଲା ପରେ ମୋର ଯେତିକି କାମ ଯାହା ଥାଏ ତାକୁ ସାରିଲା ପରେ ସକାଳ ଫାର୍ଷ୍ଟ ହାଫ୍ରେ ଯଦି ମୋର କିଛି ପ୍ଲାନ୍ ନଥାଏ କୁଆଡ଼େ ଯିବାର, ମୁଁ ସେଇ ସମୟରେ ଟିକେ ଷ୍ଟଡି କରେ। ଆପଣମାନେ ଜାଣିଛନ୍ତି ବହୁତ ଦିନ ଧରି ମୁଁ ଟିକେ ଗ୍ୟାପ୍ ହେଇଯାଇଥିଲା ଭିଡ଼ିଓ ବନେଇବା ହେଉ ପଢ଼ିବା ହେଉ, କିନ୍ତୁ ଏବେ ଧୀରେ ଧୀରେ ପୁଣି ସେଇ ଟ୍ରାକ୍କୁ ସେଇ ରୁଟିନ୍କୁ ଫେରୁଛି। ଆପଣମାନେ କେମିତି ଆପଣଙ୍କ ଷ୍ଟଡି କଣ୍ଟିନ୍ୟୁ କରୁଛନ୍ତି ନିଶ୍ଚିତ ଜଣାଇବେ। ଆଉ ଯେଉଁମାନେ ଖାସ୍ କରି SSB ଆସ୍ପିରାଣ୍ଟ ଅଛନ୍ତି, ଯେଉଁମାନେ ଲେକ୍ଚରସିପ୍ ପାଇଁ ପ୍ରିପାରେସନ୍ କରୁଥିଲେ ଆଉ ବର୍ତ୍ତମାନ ତ କେସ୍ ସଲ୍ଭ ବି ହେଇନି, ତ କେମିତି ପଢ଼ାପଢ଼ି କରୁଛନ୍ତି ନିଶ୍ଚିତ ଭାବରେ କମେଣ୍ଟ କରିବେ। ବର୍ତ୍ତମାନ ସକାଳୁ ମୁଁ ଯାହା ବି ଆଗ ଭିଡ଼ିଓରେ ବି ଆପଣମାନେ ଦେଖିଥିବେ, ଯେତେବେଳେ ମୁଁ ପ୍ରଥମ ପାଣି ଗ୍ଲାସ୍ ପିଏ ସେତେବେଳେ ମୁଁ ସବୁବେଳେ ପଜିଟିଭ୍ ଆଉ କୃଷ୍ଣଙ୍କୁ ସ୍ମରଣ କରି ପିଏ। କାହିଁକିନା ଗୋଟେ ପଜିଟିଭନେସ୍ ନିଜ ଭିତରେ ଦେବା ଦ୍ୱାରା ହିଁ ସେ ସମୟ ପାଇଁ ଯାହା ବି ଗୋଟେ ଜଟିଳତା ଆସେ ନା, ଆମେ ତାକୁ ସାଙ୍ଗେ ସାଙ୍ଗେ ମାଇଣ୍ଡରୁ ଡିଲିଟ୍ କରିପାରନ୍ତି ଆଉ ଇନଷ୍ଟାଣ୍ଟଲି ଆମେ ପୁଣି ପ୍ରୋଗ୍ରେସ୍ କରିପାରନ୍ତି ବା ଆଗକୁ ପ୍ରୋସିଡ୍ କରିପାରନ୍ତି। ଯାହା କାମ ଥାଏ ପୁଣି ଆଗକୁ ଆମେ ଯାଇପାରନ୍ତି। ତେଣୁ ସକାଳକୁ ମୁଁ ସବୁବେଳେ ଚେଷ୍ଟା କରେ ଯେ ଗୋଟେ କାଲ୍ମ ଆଣ୍ଡ ସୁଇଟ୍ ଭାବରେ କରିବାକୁ। ତ ବର୍ତ୍ତମାନ ମୁଁ ଯାହା ଛୋଟ ମୋଟ ଘରର କାମ ଅଛି ତାକୁ ସବୁ ବର୍ତ୍ତମାନ କରିବି। ତ କରିସାରିଲା ପରେ ତାପରେ ଟିକେ ପଢ଼ିବି, ତାପରେ ପୁଣି ଯାଇକି ଆଉ ଯାହା କାମ ରହୁଛି। ଯେହେତୁ ସେକେଣ୍ଡ ହାଫ୍ରେ ମୁଁ ବିଜନେସ୍କୁ ସମ୍ପୂର୍ଣ୍ଣ ଭାବରେ ସମୟ ଦିଏ, ଇଭିନିଂ ଟାଇମ୍ଟା ବି, ତେଣୁକରି ମୋତେ ଦିନର ସିଡ୍ୟୁଲ୍ଟାକୁ ପୁରା ପ୍ରପରଲି ମ୍ୟାନେଜ୍ କରିବାକୁ ପଡ଼େ। ରୋଷେଇ ଠାରୁ ଆରମ୍ଭ କରି ପୁଅର ପାଠପଢ଼ାଠୁ ପୁଣି ନିଜ ପାଇଁ ସମୟ ବାହାର କରିବା ପର୍ଯ୍ୟନ୍ତ ସବୁ ଗୁଡ଼ାକ ମୋର ପୁରା ଫିକ୍ସଡ୍ ଥାଏ। କେବେ କେବେ ଟିକେ ଏପଟ ସେପଟ ହେଇଯାଏ। ତ ବର୍ତ୍ତମାନ ଯେହେତୁ ନୋଟିଫିକେସନ୍ ବାହାରିନି ଆଉ ନୂଆ ନୋଟିଫିକେସନ୍ ଆସିବ କି ସେଇ ନୋଟିଫିକେସନ୍ ଉପରେ ପୁଣି ଏକ୍ଜାମ୍ ହେବ ବା କ'ଣ, କିଛି ବର୍ତ୍ତମାନ ଯେହେତୁ ଆଇଡ଼ିଆ ବି ନାହିଁ କି କିଛି ତାର ସଲ୍ୟୁସନ୍ କିଛି ବି ମୁଁ ଜାଣିପାରୁନି ଯେ କ'ଣ ହେବ, ଆକ୍ଚୁଆଲି କେସ୍ କେବେ ସଲ୍ଭ ହେବ ବା ଆହୁରି ବର୍ଷେ 2 ବର୍ଷ ଲାଗିଯିବ କହିହେଉନି। କିନ୍ତୁ ମୋଟିଭେସନ୍କୁ ଡାଉନ୍ ନ କରି ଗୋଟେ ଷ୍ଟଡିର ଟଚ୍ ରହିବା ପାଇଁ ମୁଁ ନିଶ୍ଚିତ ଭାବରେ ପୁଣି ଆଉ ଥରେ ରିଷ୍ଟାର୍ଟ କରୁଛି ପଢ଼ାପଢ଼ି ପାଇଁ। ତ ଆକ୍ଚୁଆଲି ସତ କଥା କହିବି ଯେ ମାନେ ମୁଁ ବିଜନେସ୍ କରୁଛି ବୋଲି ମୋତେ ନିଜକୁ ଟିକେ ଷ୍ଟେବୁଲ୍ ଫିଲ୍ ହେଉଛି। ହଁ ଠିକ୍ ଅଛି, ମୁଁ କିଛି ଜବ୍ ଏଯାଏ ନ କଲେ ବି ମୋ ବିଜନେସ୍ରେ ଷ୍ଟେବୁଲ୍ ଅଛି ଆଉ ଗୋଟେ ଭଲ ମାନେ ହେଲ୍ଦି ବିଜନେସ୍ କରୁଛି, ଯେଉଁଟାକି ଠିକ୍ ଅଛି, ମୋତେ ଭଲ ଲାଗୁଛି। କିନ୍ତୁ ଯେଉଁମାନେ କେବଳ ପ୍ରିପାରେସନ୍ କରୁଛନ୍ତି, କେବେ କେବେ ମୋତେ ଲାଗେ, ଭାବିଲେ ମୋତେ ବହୁତ କଷ୍ଟ ଲାଗେ ଯେ ଯେଉଁମାନଙ୍କର ଏଜ୍ ହେଇଯାଉଛି, ଯେଉଁମାନେ କେବଳ ଚାକିରିକୁ ଅପେକ୍ଷା କରି ରହିଛନ୍ତି, ଆକ୍ଚୁଆଲି ମୋତେ ବହୁତ ହେଡ଼େକ୍ ଲାଗେ ଆଉ ଭାରି କଷ୍ଟ ଲାଗେ ସେମାନଙ୍କ କଥା ଭାବିଲେ। ଆଉ ଏଠି ଆମ ପିଲାମାନଙ୍କର କି ଗଭର୍ଣ୍ଣମେଣ୍ଟର କାହାର କ'ଣ ଏଠି ଫଲ୍ଟ ରହୁଛି? ଗଭର୍ଣ୍ଣମେଣ୍ଟ ଚାହିଁଲେ ହୁଏତ ଜଲ୍ଦି ସଲ୍ଭ ହେଇପାରନ୍ତା କେସ୍ଟା, ଗଭର୍ଣ୍ଣମେଣ୍ଟ ତାର ପକ୍ଷ ରଖୁନାହାନ୍ତି, ତେଣୁକରି କେସ୍ ସଲ୍ଭ କେମିତି ହେବ? ଆଉ ଏଠି ଏତେ ହଜାର ହଜାର ପିଲାଙ୍କର ଭବିଷ୍ୟତ, ଏତେ ହାଇ ଏଜୁକେଟେଡ୍ ପିଲା ପାଠ ପଢ଼ିକି ଏମାନେ ଗୋଟେ ବେକାର ହେଇକି ବୁଲୁଛନ୍ତି, ମାନେ ନିଜକୁ ଭାବିଲା ବେଳକୁ ବହୁତ ଇଏ ଲାଗୁଛି। କିନ୍ତୁ ମୋ ଲାଇଫ୍ର ରୁଲ୍ ହେଲା, ସତ କଥା, ଏଜୁକେସନ୍ ମାନେ ନୁହେଁ ଯେ କେବଳ ଆମେ ଚାକିରି କରିବା, ସେଟା ଆମ ଡ୍ରିମ୍ ହେଇଥାଇପାରେ, ହଁ ଠିକ୍ ଅଛି। କିନ୍ତୁ ଯଦି ଆମ ସିଚୁଏସନ୍ ଆମର ଫେଭରରେ ଯାଉନି, ସେଠି ଆମେ ଦୀର୍ଘ ଦିନ ଧରି, କେତେ ଦିନ ଧରି ଆମେ ଆଉ ବେକାର ରହିପାରିବା? ଯେ ଗୋଟେ ଥରେ ଥମ୍ବନେଲ୍ରେ ଦେଖିଥିଲି ଯେ 42 ବର୍ଷରେ ଚାକିରି କରୁଛନ୍ତି, କିଏ ଲେଖିଛନ୍ତି ବାହା ହେବା ବୟସରେ ଚାକିରି କରୁଛନ୍ତି। ଏସବୁ ଦେଖିଲା ବେଳକୁ ନା ଗୋଟେ ଓଡ଼ିଶାର ୟଙ୍ଗ ମାନଙ୍କ ପ୍ରତି ମନରେ ଭାରି ମାନେ କଷ୍ଟ ଭାବ ଫିଲ୍ ହେଉଛି। ତା ଛଡ଼ା ଆଉ ଗୋଟେ ଜିନିଷ ସତ କଥା, ଯୌବନଟା ନା ବହୁତ ଗୋଟେ କେମିତି ଜିନିଷ। ଆମେ କାହିଁକି ବି ଅପେକ୍ଷା କରିବା ଏତେ ବର୍ଷ ପର୍ଯ୍ୟନ୍ତ? ସାଇଡ଼ରେ କାହିଁକି ଆମେ କିଛି ବି ନ କରିବା? ହେଲା, ତ ଗୋଟେ ଏମିତି ଅନେକ ସାରା ଦ୍ୱନ୍ଦ୍ୱ, ଅନେକ ସାରା ପ୍ରଶ୍ନ ଭିତରେ କେବେ କେବେ ମୋତେ ବହୁତ ଇଏ ବି ଲାଗେ ଯେ ଠିକ୍ ଅଛି, ଯାହା ଯେମିତି ଚାଲୁଛି ଚାଲୁ, କିନ୍ତୁ ନିଜ ଭିତରେ ଗୋଟେ ସାଇଡ୍ ଅପସନ୍ ବି, ଯେଉଁଟା ପ୍ଲାନ୍ ବି ଆପଣ ନିଜ ଭିତରେ ରଖିଥାନ୍ତୁ। ଯେଉଁମାନେ ଦୀର୍ଘ ଦିନ ଧରି ପ୍ରିପେୟାର କରୁଛନ୍ତି କିନ୍ତୁ ଏପଟରେ ଜବ୍ ହେଇନି, ତ ତା ସହିତ ଆପଣ ହୁଏତ ପଢ଼ାପଢ଼ି କଣ୍ଟିନ୍ୟୁ କରିପାରିବେ।
କିନ୍ତୁ ଏମିତି ଏଜୁକେଟେଡ୍ ହେଇକି ବେକାରୀ ରହିବାର କଷ୍ଟ ଠାରୁ ବରଂ ଯେକୌଣସି ସ୍କିଲ୍କୁ ଗୋଟେ ଆପଣ ନିହାତି ଭାବରେ ଜାବୁଡ଼ି ଧରିକି ତା ଉପରେ ଯଦି କାମ କରିବେ ତାହେଲେ ମୋର 100% ବିଶ୍ୱାସ ଯେ ନିଶ୍ଚିତ ଭାବରେ ସେ ସ୍କିଲ୍ଟି ବା ସେ ଆଇଡ଼ିଆଟି ଆପଣଙ୍କର ସକ୍ସେସ୍ ହେବ, ଯେମିତି ମୋର ହେଇଛି। ଯଦି ଆମ ଭିତରେ କେବଳ ଗୋଟେ ଆମେ ଯେ ଭଲ ପଢ଼ୁଛନ୍ତି ତା ନୁହଁ, ଆମ ଭିତରେ ଅନେକ କିଛି ସ୍କିଲ୍ ଅଛି ଯେଉଁଟାକି ଆମେ ଯଦି ତା ଉପରେ ଦୁନିଆକୁ ଦେଖିବା, ରିସର୍ଚ୍ଚ କରିବା ବା ନିଜ ଭିତରେ ନିଜକୁ ଖେଳେଇବା ଯେ ଆମେ ଆକ୍ଚୁଆଲି ଆମ ପାଖରେ କ'ଣ ଭଲ ଅଛି, ଆମେ କ'ଣ କରିପାରିବା, ଏସବୁ ଦିଗ ପ୍ରତି ଆମେ ଯଦି ନିଜକୁ ତର୍ଜମା କରିବା ନା, ନିହାତି କେଉଁଠି ନା କେଉଁଠି ଗୋଟେ ଆଇଡ଼ିଆ ବାହାରିବ, ଆମ ଭିତରେ ଗୋଟେ ହବ୍ ତିଆରି ହେବ ଯେ ନାଇଁ ଆମେ ତା ସହିତ ଏଇଟାକୁ କରିପାରିବା। ତେଣୁ ଆଶା କରିବି ଆପଣମାନେ ଯେଉଁମାନେ ମୋତେ ଦେଖୁଛନ୍ତି, ଆପଣମାନଙ୍କ ଭିତରେ ଅନେକ ଜଣଙ୍କର ଚାକିରି ହେଇଯାଇଥିବ, ଅନେକ ଜଣ ଷ୍ଟ୍ରଗଲ୍ କରୁଥିବେ, ଅନେକ ଜଣ ପଢ଼ୁଥିବେ, ଅନେକ ଜଣ ଅନେକ ଦାୟିତ୍ୱ ଭିତରେ ଥିବେ, କିନ୍ତୁ ସବୁବେଳେ ନିଜ ସମୟଟାକୁ ୟୁଟିଲାଇଜ୍ କରନ୍ତୁ, ସମୟଟାକୁ ନିଜ ଡ୍ରିମ୍ ପାଇଁ ଦିଅନ୍ତୁ। ତା ସହିତ ଯଦି ରୋଜଗାରର ଯେକୌଣସି ଗୋଟେ ମାଧ୍ୟମ, ଗୋଟେ ସତ୍ ଉପାୟରେ ଯେକୌଣସି ଗୋଟେ ମାଧ୍ୟମ ଆପଣ ସେ ଯେଉଁଥିରେ ଆପଣଙ୍କର ସ୍କିଲ୍ ଅଛି ସେଇ ଜିନିଷଟାକୁ ଆପଣ ଦେଖନ୍ତୁ ଆଉ ସେଇଥିରେ କାମ କରନ୍ତୁ, ନିଶ୍ଚିତ ଭାବରେ ଦେଖିବେ ସଫଳତା ମିଳିବ। କାହିଁକି ନା ଗୋଟେ କଥା କହିବି, ଆପଣ ଯଦି ଏ ସମୟକୁ, ଯେଉଁମାନେ ୟଙ୍ଗ ଏଜ୍ରେ ଅଛନ୍ତି, ଯୌବନରେ ଅଛନ୍ତି, ଏ ସମୟଟାକୁ ଯଦି ଆପଣ ହରଉଛନ୍ତି, କିଛି କରୁନାହାନ୍ତି, ଆପଣଙ୍କର ଯେତେବେଳେ ୟଙ୍ଗ ଏଜ୍ ଚାଲିଯିବ ନା, ଆପଣ ଏତେ ଜିନିଷକୁ ସାକ୍ରିଫାଇସ୍ କରିବେ, ଏତେ ଇଚ୍ଛାକୁ ଆପଣ ମାରିବେ ଯେ ଆପଣ ଭାବି ବି ପାରିବେନି। ଯାହା ଗୋଟେ ଇଚ୍ଛା ହେଉଥିବ ସେଥିରେ ଆପଣ ଭାବିବାକୁ ବାଧ୍ୟ ହେଉଥିବେ ଯେ ମୁଁ ଏଇ କାମଟି କରିବି କି ନାହିଁ, ଏଇ ଜିନିଷଟି କିଣିବି କି ନାହିଁ, ଏଇ କଥାଟି କରିବି କି ନାହିଁ, ମାନେ ସବୁଥିରେ ଆପଣ କନଫ୍ୟୁଜନ୍ ହେଉଥିବେ। ତେଣୁ ଏଇ ୟଙ୍ଗ ଏଜ୍ଟାକୁ ଏତେ ଭଲ ଭାବରେ ଆପଣ ପ୍ରପରଲି ୟୁଜ୍ କରନ୍ତୁ, ଯେଉଁ କ୍ଷେତ୍ରରେ ନା କାହିଁକି, ଯେଉଁଥିରେ ଆପଣଙ୍କୁ ଆଉ ଯେମିତି 30 ଏଜ୍ ପରେ ଯେମିତି ଆଉ ଗିଲ୍ଟି ଫିଲ୍ କରିବାକୁ ପଡ଼ିବନି, କି 35 ପରେ ଗିଲ୍ଟି ଫିଲ୍ କରିବାକୁ ପଡ଼ିବନି ଯେ ନାଇଁ ମୋତେ ଗୋଟେ ପଇସାର ଅଭାବ ହେଉଛି। ଗୋଟେ ମିନିମମ୍ ଲାଇଫ୍, ମିନିମମ୍ ଗୋଟେ ଲିଭିଂ ଷ୍ଟାଣ୍ଡାର୍ଡ଼ ଲାଇଫ୍ ଯେଉଁଟା ଆମେ ସେଇଟାକୁ ଯେମିତି ଆମେ ଆଚିଭ୍ କରିପାରୁଥିବାର ସ୍କିଲ୍ ଆମ ପାଖରେ ରଖିବା ଦରକାର। ତ ଫ୍ରେଣ୍ଡସ୍, ସେଇଥିପାଇଁ ହିଁ ମୁଁ ବିଜନେସ୍ କରିଥିଲି। କିନ୍ତୁ କୁହନ୍ତିନି ନା, ମାନେ ଅପସନ୍ ବି ମୋର ହେଲ୍ଦି ହେଇଥାଇପାରେ, କିନ୍ତୁ ଡ୍ରିମ୍ଟା ମୋର ଆଉ ଗୋଟେ ଜାଗା। ତ ସେଥିପାଇଁ ମୁଁ ସବୁକୁ ବାଲାନ୍ସ କରିକି କେମିତି ମୁଁ ପଢ଼ାପଢ଼ିକୁ ପୁଣି ଟଚ୍ରେ ରହିପାରିବି ବା ପଢ଼ାପଢ଼ିକୁ କଣ୍ଟିନ୍ୟୁ କରିପାରିବି, ସେଥିପାଇଁ ମୁଁ ଟାଇମ୍କୁ ମ୍ୟାନେଜମେଣ୍ଟ କରିକି ପୁଣି ପଢ଼ାପଢ଼ିକୁ ସମୟ ଦେଉଛି। ବର୍ତ୍ତମାନ ସକାଳେ କିଛି ସମୟ ପଢ଼ି ସାରିଲା ପରେ ତାପରେ ବର୍ତ୍ତମାନ ମୋ ରୋଷେଇବାସ, ତା ସହିତ ମୋ ପୁଅକୁ ଫାର୍ଷ୍ଟ ହାଫ୍ରେ ମୁଁ ପଢ଼ାପଢ଼ି ତା'ର କାମ ଯେତିକି ଦେଖିଦିଏ, କାହିଁକିନା ସେକେଣ୍ଡ ହାଫ୍ରେ ପୁଣି କାମ ସାରିକି ମୋତେ ସପ୍କୁ ଯିବାର ଥାଏ। ଜୀବନ ଜିଇଁବା ଗୋଟେ ଆକ୍ଚୁଆଲି କଳା, ଆଉ ଟାଇମ୍ ମ୍ୟାନେଜମେଣ୍ଟ ବି ଗୋଟେ ସ୍କିଲ୍ ଯେଉଁଟାକି କଳା। ଆମ ପାଖରେ ସମୟ ସତରେ ବହୁତ ଅଛି, କିନ୍ତୁ ତାକୁ କେବଳ ମ୍ୟାନେଜମେଣ୍ଟ କରିବାର ସ୍କିଲ୍ ଯଦି ଆମ ପାଖରେ ରହିବ, ତାହେଲେ ଆମେ ଏକା ସାଙ୍ଗରେ ମଧ୍ୟ ମଲ୍ଟିପୁଲ୍ କାମ କରିପାରିବା। ଆଉ ସେଥିପାଇଁ ବହୁତ ସାରା କଥାକୁ ଧ୍ୟାନରେ ରଖିବାକୁ ମଧ୍ୟ ପଡ଼େ। ଆପଣମାନେ ମୋ ଲାଇଫ୍କୁ ଦେଖିପାରୁଥିବେ ଯେ ଘରର ଟୋଟାଲ୍ ଗୋଟେ ଯେଉଁ କାମ ହେଲା, ତା ସହିତ ପୁଣି ପୁଅର ପାଠପଢ଼ା ଠାରୁ ପୁଣି ବିଜନେସ୍ର 50ରୁ 60% କାମ ମୋତେ ଦେଖିବାକୁ ପଡ଼େ। ଷ୍ଟକ୍ ହେଲା କିମ୍ବା ଯେଉଁ ଆମର ଅର୍ଡ଼ର ହେଲା, ତାପରେ ପୁଣି ସପ୍ରେ ପ୍ରେଜେଣ୍ଟ ରହିବା, ସିଏ ଟାଇମ୍ ଗୋଟେ, ଏସବୁ ଅନେକ କିଛି ଦିଗକୁ ମୁଁ ବାଲାନ୍ସ କରେ। ଆଉ ସବୁ ଯାହା ରହିଲା ସେଟା ହଜବେଣ୍ଡ ଦେଖନ୍ତି। ତ ଫ୍ରେଣ୍ଡସ୍, ଏତିକି କହିବି ଯେ ମୋତେ ଲାଗେ ଯେ ଆମ ଲାଇଫ୍ଟା ଗୋଟେ ଥର ମିଳିଛି, ଆଉ କେବେ କ'ଣ ମିଳିବ, କେଉଁ ଜନ୍ମ ଆମେ ନେବା ତାହା ଆମେ ଜାଣିନାହାନ୍ତି, କିନ୍ତୁ ଏଇ ଜନ୍ମଟାକୁ ଆମେ ଯେତେ ମିନିଂଫୁଲ୍ କରିପାରିବା, ଆମେ ଅନ୍ୟମାନଙ୍କ ଜୀବନରେ ଖୁସି ଆଣିବା ଆଉ ନିଜେ ଖୁସିରେ ରହିବା। ତ ଏଇଟା ହେଉଛି ଲାଇଫ୍ର ମୋର ପର୍ପଜ୍। ତ ଆଜିର ଭିଡ଼ିଓଟି ଏଇଠି ରଖିବା ପୂର୍ବରୁ ଏହା ହିଁ କହିବି, ସବୁବେଳେ ଖୁସିରେ ରୁହନ୍ତୁ, ଖୁସି ବାଣ୍ଟନ୍ତୁ, ଆଉ ସବୁବେଳେ ନିଜ ସମୟଟାକୁ ଭଲ ୱେରେ ୟୁଟିଲାଇଜ୍ କରନ୍ତୁ। ତ ଆସିବେ ଆଉ ଗୋଟେ ବ୍ଲଗ୍ ନେଇକି, ସେତେ ପର୍ଯ୍ୟନ୍ତ ରହୁଛି। ଥ୍ୟାଙ୍କ୍ସ ଫର୍ ୱାଚିଂ ଆଣ୍ଡ ଲଭ୍ ୟୁ ଅଲ୍।